କହିଲ ତମେ ଏଠିକି କାହିଁକି ଆସିଛ? ମୁଁ ଏଠିକି ଆପେ ଆସିନି, ମୋତେ ଏଠି ପଠାଯାଇଛି। ହଁ, ମୋ ଜନ୍ମଦାତା ମୋ ପରି 100ଟି ପିଲାଙ୍କୁ ପୃଥିବୀର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି। ଆମକୁ କୁହାଯାଇଛି ଯେ ଆମେ ତମମାନଙ୍କ ସହିତ ମିଶିବୁ ଆଉ ତମମାନଙ୍କ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବୁ। ବାସ୍ତବ ଦୁନିଆ? ହଁ, ମାନେ ଯୋଉଠି ସ୍ୱପ୍ନ ନଥିବ, ଥିବ କେବଳ ବାସ୍ତବତା, ଆଉ ଯୋଉଠି ସାହିତ୍ୟ ନଥିବ, ଥିବ କେବଳ ବିଜ୍ଞାନ। ସାହିତ୍ୟ ବିନା ବିଜ୍ଞାନ, ସ୍ୱପ୍ନ ବିନା ବାସ୍ତବତା, ଏହା କଣ ସମ୍ଭବ? ଅଫକୋର୍ସ। ଆଚ୍ଛା, ତମେ ସ୍ୱପ୍ନ ଆମେ ସ୍ୱପ୍ନ ଦୁନିଆରେ ଅଛୁ ବୋଲି ତମେ କେମିତି ଜାଣିଲ? କେମିତି ଜାଣିଲ? ତମେ ପାଠ ପଢିଛ?